ମନେ ରଖିଥିବେ ଆଜ୍ଞା, ନିଜ ଭିତରେ ପୋଷି ରଖୁଥିବା ନକାରାତ୍ମକ ଭାବ, ହିଂସା, କ୍ରୋଧ, ଘୃଣା, ଗର୍ବ, କଠୋରତା ଏହିସବୁ ମଣିଷର ସର୍ବଦା କ୍ଷତି କରିଥାନ୍ତି। ମଣିଷ ମନରୁ ମଣିଷ ପଣିଆକୁ ବିପରୀତମୁଖୀ କରିଦେଇଥାନ୍ତି। ଏଇମାନେ ଥରେ ଯଦି ମନ ଭିତରେ ପଶିଗଲେ ତାହେଲେ ମନ ଅଶାନ୍ତ ହିଁ ହୋଇଥାଏ। ଏମାନେ ଆମକୁ ଶାନ୍ତିରେ ରହିବାକୁ ଦିଅନ୍ତି ନାହିଁ, କେବେ ବି ଶାନ୍ତିରେ ରହିବାକୁ ଦିଅନ୍ତି ନାହିଁ। ଆପଣ ନିଜେ ଭାବି ଦେଖନ୍ତୁ, ନିଜ କ୍ଷେତ୍ରରେ ବି ଭାବି ଦେଖନ୍ତୁ, ନିଶ୍ଚିତ ଏହାର ଉତ୍ତର ଆପଣ ପାଇବେ। ଏମାନେ ପ୍ରଥମେ ଆମର ମାନବିକତାକୁ ଧ୍ୱଂସ କରନ୍ତି। ଏମାନଙ୍କର କାମ ହେଲା ମଣିଷ ମନର ମାନବିକତାକୁ ଧ୍ୱଂସ କରିବା। ଆଉ ଆମ ଆତ୍ମଚେତନାର, ଆମ ସୁନ୍ଦର ଆତ୍ମଚେତନାର ଏମାନେ ହେଉଛନ୍ତି ପରମ ଶତ୍ରୁ। ଏମାନଙ୍କୁ ପାଳି ରଖିବା ଅର୍ଥ ପ୍ରତି ମୁହୂର୍ତ୍ତରେ ନିଜକୁ ହତ୍ୟା କରିବା। ନା ଏମାନେ ଭୁଲିବାକୁ ଦିଅନ୍ତି, ନା ଏମାନେ କ୍ଷମା ଜାଣନ୍ତି, କ୍ଷମା କରିପାରନ୍ତି। କେବଳ ଏମାନେ ପ୍ରତିହିଂସା ଜାଗରଣ କରିଥାନ୍ତି, କ୍ରୋଧ ଜାଗରଣ କରିଥାନ୍ତି, ମନ ଭିତରେ ଅଶାନ୍ତି ବଢ଼େଇଥାନ୍ତି। ଏମାନେ କେବଳ ଆମ ଭିତରେ ରହି ଆମ ଜୀବନକୁ ନର୍କ ବନେଇ ଦେଇଥାନ୍ତି। ତେଣୁ ଚାଲନ୍ତୁ ନା ଏମାନଙ୍କୁ ଆମ ମନ ମାନସରୁ ହଟାଇବାର ପ୍ରଚେଷ୍ଟା କରିବା। କାହିଁକି ନା ଏଇମାନେ ହିଁ ମଣିଷର ପରମ ଶତ୍ରୁ। ତେଣୁ ଚାଲନ୍ତୁ ଏହି ପରମ ଶତ୍ରୁମାନଙ୍କୁ ଆମେ ନିଜେ ନିଜ ମନରୁ ହଟାଇବାର ପ୍ରଚେଷ୍ଟା କରିବା। ଆମେ ନିଜେ ହଟାଇ ପାରିଲେ ଆମେ ଅନୁଭବ କରିପାରିବା ସତରେ ଏମାନେ ଆମକୁ କେତେ ଅଶାନ୍ତିରେ ରଖୁଥିଲେ, ଏମାନେ ଆମର କି ପ୍ରକାର କ୍ଷତି କରୁଥିଲେ ଆମେ ନିଜେ ବୁଝିପାରିବା। ଚାଲନ୍ତୁ କରି ଦେଖିବା ଏବଂ ଅନୁଭବ କରିବା ଏହାର ଅର୍ଥକୁ।